जलना सी प्यार की राह में चलना सी मेरा मन में बैठू टूटा आपण जी गरुड वाली साया खोली कोण बेसी समय लागेନି फासा टांगे फसी खोलियो आपण कोणी किती कथाबार्ता करछथि देखो तो मुझे भद्र महिला आपण बोल तमर काई तमर साया काई हा एला झरका दे खरा पड़ क्राउड हाथ पेड़ में हाथ पेड़ फेरी को साया बिची को कहउछथि मो साया खोली कासे बसी का योजना करया और रंदु आपण बेस रंदुनी को एडजस्ट कर दे अरे सुनो आज्ञा तो जोडा मो आपण गेट पर देखि जाई छेनी आपण जने भद्र नम्र सरल मनिष ଆପଣ ଯଦି ଏ ଅବସ୍ଥାରେ ଦେଖିଲା ପରେ ମୁଁ କହୁଛନ୍ତି ମୁଁ ଜଣେ ଭଦ୍ର ସରଳ ନମ୍ର ମଣିଷ ପ୍ରକୃତରେ ଆପଣ କିଏ ମୁଁ ଆପଣଙ୍କର କେଉଁ ମୁଖକୁ ପ୍ରଥମେ ସ୍ପର୍ଶ କରିକି ଭାବୁ କେଉଁ ମୁଖକୁ ସ୍ପର୍ଶ କରିବି ଆପଣ କେଉଁ ଅଙ୍ଗ ଧରିବା ଦରକାର ନାହିଁ ମୁଁ ଆହୁରି ବି ଦେଖିକି ଆପଣ ଜାଣି ସାରିଲିଣି ଆପଣ ବହୁତ ନିର୍ଯାତନା ପାଇଲେଣି ଏମିତି କି ଆପଣ ପୁରୁଷରୁ ନାରୀ ସାରିଲେଣି ଭଗବାନ ପ୍ରକୃତରେ ଆପଣ କିଏ ଆପଣ ନାରୀ ନୁହନ୍ତି ଆପଣ ନାରାୟଣୀ ନା ନାରାୟଣୀ ନୁହନ୍ତି ଆପଣ ତ ସାନମଣି ଗୋଜବାୟାଣୀ ସେରା କଣ କହୁଛନ୍ତି ଆପଣ କିଏ ମୁଁ ଜାଣିପାରୁନି ଆପଣ କିଏ ହୁଏ ମୁଁ ମିଠୁ ମହାନ୍ତି ମିଠୁ ତୁ ଆଉ କେଡ଼ିଟେ ଥିଲୁ କେଡ଼େ ହେଲୁଣି ଆଉ ଆପଣ ମତେ ଚିହ୍ନିଛନ୍ତି ନା ଏବେ ବେଳା କହିଲେ ମୁଁ କେତେ ଛୋଟ ଥିଲି କେତେ ବଡ ହେଇଗଲି ସମସ୍ତେ ଯେ ଛୋଟ ଥାନ୍ତି ପ୍ରମାଣରେ ବଡ଼ ହୁଅନ୍ତି ତୁ ଅଲରେଡି ବଡ଼ ହେଇଛ ବଡ଼ ହବା ଚାନ୍ସ ନାହିଁ ଯଦି ବଢ଼ିଥାନ୍ତା ଫେବୃଆରୀ 14 ପରେ ବଢ଼ିଥାନ୍ତା ଆଉ କାହିଁ ଗଲାଣି ତ ଆଉ ହବନି ଛାଡ଼ ଦେଖନ୍ତୁ ମୁଁ ସଂସାର ଯୋଜନାର ଆସିଛି ଆଚ୍ଛା ମୋର ଆପଣଙ୍କୁ କିଛି ପ୍ରଶ୍ନ ପଚାରିବାର ଅଛି ମତେ ପଣିକା ଛାଡ଼ିଲେ ଆଉ ଯାବତୀୟ ମୁଁ କହିଦେବି ମ୍ୟାଡ଼ାମ ପଢିକି ପଚାରିବିନି ଆପଣ ଜମା ବି ବ୍ୟସ୍ତ ହୁଅନ୍ତି ଆପଣ ମ୍ୟାରେଡ୍ ନା ଅନମ୍ୟାରେଡ୍ ଆପଣ ମ୍ୟାରେଡ୍ ନା ଅନମ୍ୟାରେଡ୍ 100 ମୁଁ ପଚାରିଲି ଆପଣ ବାହା ହେଇଛନ୍ତି ନା ନାହିଁ टाइम होनी कावा इंटरेस्ट टाइम होनी ମୁଁ ତାହେଲେ ଆସୁଛି ରହନ୍ତୁ ଆପଣ ମତେ ପଚାରିଲେ ମେଟେରିଆଲ ଅଣ୍ଡେଡ ଆମ ପଳଉଛନ୍ତି ମୁଁ କହିଲି ମୁଁ ବାହା ହେଇନି ଆମ ପଳଉଛନ୍ତି ଆମ ମୁଁ ବେଳ ଅଛି ଯେ ଆପଣ କନଫର୍ମ ହେଲା ପରେ ପଳଉଛନ୍ତି ମୋର ମ୍ୟାରେଡ୍ ପର୍ସନ ଦରକାର କେତେ କଦର୍ଯ୍ୟ ତମ ଚିନ୍ତାଧାରା ମୁଁ ଜାଣିଛି କମ୍ପାନୀକୁ ଆରମ୍ଭ କରି ସରକାର ସେକ୍ଟରରେ ସମସ୍ତେ ଏକ୍ସପିରିଏନ୍ସ ଥିବା କ୍ୟାଣ୍ଡିଡେଟକୁ ଖୋଜନ୍ତି ଆଜିକାଲି ଅପିଆଡି ଝିଅଟାକୁ ବି ଏକ୍ସପିରିଏନ୍ସ ଥିବା ଟୋକା ଖୋଜୁଛନ୍ତି ତମକୁ ଲଜ୍ଜା ନାହିଁ ମୁଁ ତମକୁ କୋଉ ଆସନରେ ବସେଇଥିଲି ନାରାୟଣୀ ଗୋଜବାୟାଣୀ କେତେ ଆସନରେ ବସେଇଥିଲି ତମେ ଏତେ କଦର୍ଯ୍ୟ ବାହାରିବ ବୋଲି ମୁଁ ଚିନ୍ତା କରିନଥିଲି ତମେ ପର ଘଇତାକୁ ଘଇତା କରିବା ପାଇଁ ପ୍ରସ୍ତୁତ ହେଇକି ବୁଲୁଛ ତମକୁ ଲଜ୍ଜା ଲାଗୁନି ତମେ ପର ଘଇତାକୁ ଶାନ୍ତ କରେଇବ ଏତେ କଦର୍ଯ୍ୟ ଛି ଆରେ ବାବା ମୋର କହିବାର କଥା ହେଲା ଯୋଉ ପୁରୁଷ କିମ୍ବା ନାରୀ ବିବାହ ବନ୍ଧନରେ ବାନ୍ଧି ହେଇଛନ୍ତି ସେମାନଙ୍କ ଦାମ୍ପତ୍ୟ ଜୀବନ କେମିତି ସୁଖମୟ କଟିବ ମୁଁ ସେମାନଙ୍କୁ ଟିପ୍ସ ଦେଇଥାଏ ମୁଁ ନିଜେ ତମେ ନିଜେ ସବୁ ହ୍ୟାଣ୍ଡେଲ କରିବ ମାନେ ଦାମ୍ପତ୍ୟ ଜୀବନ କେମିତି ସୁଖମୟ କଟିବ ଦାମ୍ପତ୍ୟ ଜୀବନର ମେନ୍ ସୁଖ ସତରେ କହିବ ସତରେ ତାହେଲେ ମୁଁ ବାହାରିଛି ତାହେଲେ ଆପଣଙ୍କ ସ୍ତ୍ରୀ ଦେଖନ୍ତୁ କଣ କରିଦେଲେ ଆପଣ 999 ଥର ଫାଟିଥିବା କିଡନୀଟାକୁ ଆପଣ ଆଉ ଥରେ ଫଟେଇକି 1000 ପୂର୍ଣ୍ଣ କରିଦେଲେ କିଡନୀ ଫାଟ କଣ କେହି ଦେଖିପାରନ୍ତି ସମସ୍ତେ ହୃଦୟ ଫାଟ ଦେଖନ୍ତି ଇଏ ଫାଟକୁ ସେ ଲୋକ ନହେଲେ ଦେଖିପାରିବେ ଇଏ ଫାଟ ଦେଖିବା ପାଇଁ ଲୋଟ ଦରକାର ଆଜିକୁ 3 ମାସ ତଳେ ସେମିତି କଣ କରନ୍ତି ଭଲସେ କୁହନ୍ତୁ ଅସରକାରୀ ପୀଡ଼ିତ ମରିଯାଇଛି ମୋ ସ୍ତ୍ରୀ ମରିଗଲା ପାଖରେ ମୁଁ କୋଉଠି କାନ୍ଦିନି ଟିକେ ପଡିକି ମୁଁ ଟିକେ ପଡିକି କାନ୍ଦିନି ମୁଁ ତମ ସ୍କନ୍ଧରେ ପଡିକି କାନ୍ଦିନି ତମ ସ୍ତ୍ରୀ ମରିଯାଇଛି मजा आएगा ना भिड़ो हमरा कांदुनी आसुन बस मुझे कांदी रे मत रे साथे करे मु कांदी बसी कांदी ना बसी कांदी
ଭାବୁଛ ନା ନା କିଛି ଅତିଥି ଦେବ ଅତିଥି ବେଶୀ ଦିନ ରହିଲେ ଚାକର ହବ ଅଯଥା ରହିଲେ ମାନେ କୁହ କଣ ଆମର ଆଲୋଚନା କଣ ରହିଲା କଣ ଆମର କହୁନାହାନ୍ତି ଆଲୋଚନାକୁ ଯିବା ପୂର୍ବରୁ ଆପଣ କେତୋଟି ପ୍ରଶ୍ନ ରହିବ ଗୌରମାଳିକ ପ୍ରଶ୍ନ କରିବେ ଏବଂ ସେ ପ୍ରଶ୍ନ ଉତ୍ତର ଆପଣ ସଂକ୍ଷିପ୍ତ ଦେବେ ବୋଲି ମୁଁ ଆଶା ରଖିବି ଆପଣ ଠେଲି କାହିଁ ପଛରେ ଘଟୁନାହାନ୍ତି ଆପଣଙ୍କର ଯୋଉ ପ୍ରଶ୍ନ ଉତ୍ତର ମୋ ପ୍ରଶ୍ନ ରହିବ ଯଦି କ୍ଷୀରରେ ବାଳ ପଡ଼ିଥାଏ ଆମେ କଣ କରିବା ଉଚିତ କଣ କରିବ ମାନେ କ୍ଷୀରର ବାରଟାକୁ ବାହାର କରିଦେବ କ୍ଷୀରଟାକୁ ଚଅ ଚଅ କରିକି ପିଇଦେବ ଆଲୋଚନାକୁ ଇଏ କଣ କରୁଛନ୍ତି ଯେ ଆଗକୁ ନେବା ଆଲୋଚନାକୁ ସେ ବିଷୟ ଆଉ ଖେଳାନ୍ତୁନି ଆପଣ ଗୋଟେ କାମ କରନ୍ତୁ ଫଡ଼ି ମୋ ଉପରେ ପକେଇ ଦିଅନ୍ତୁ ପଡ଼ି କମ୍ଫର୍ଟେବଲ ହଉନି ଆଉ କମ୍ଫର୍ଟେବଲ ହଉନି ଅତିଥି ଦେବ ବାବୁ ଆପଣ ଫଡ଼ି ପକେଇଲେ ଚଳିବ ଚଢ଼ି ପକେଇଲେ ବି ଚଳିବ ଆଲୋଚନା ଆମେ ଆଗକୁ ନେବା କଥା ତ ମୋ ସ୍ତ୍ରୀ ମରି ମତେ ପଚାରିଲା ମୋ ସ୍ତ୍ରୀ ମରି ମତେ ବାରମ୍ବାର ପଚାରିଲା କାନ୍ଦିକି ଭଲ ଲାଗୁଛି ମୋ ସ୍ତ୍ରୀ ମାଲ ପିଇଲା ଚାଣ୍ଡାରେ ଟିକେ ଟିକେ ପିଉଥିଲା ତାପରେ ଗୋଟେ କୁଆଡେ ପିଇଲା କିଛି ନାହିଁ ତାପରେ ସିଗରେଟ ଗୋଟା ଟାଣିଲା ପ୍ଲେନ ସିଗରେଟ ଟାଣୁଥିଲା ଧୀରେ ଧୀରେ ଗଞ୍ଜେଇ ମିଶା ସିଗରେଟ ଟାଣିଲା ମୋ ସ୍ତ୍ରୀଟି ମରିଯାଇଥିବାରୁ ଆଜି ପର୍ଯ୍ୟନ୍ତ ମତେ କେହି ଓନ କହିନଥିଲେ ତମେ କହିଲା ମତେ ଭଲ ଲାଗୁଛି ତ ଜାଣିଛ ନା ତାପରେ ଗଞ୍ଜେଇ ସିଗରେଟ ଟାଣିଲା ଧୂଆଁ ଗୁଡାକ ପାଟି ଛାଡ଼ିଲା ସେ ଚାଣ୍ଡାଳି ସବୁ ସାଇଲେନ୍ସର ଦେଇକି ଛାଡ଼ିଲା ଯାହାଫଳରେ କି ସାଇଲେନ୍ସର କଳା ପଟି ଫୁଟିଗଲା ତାପରେ କଣ କଲା ଜାଣିଛ କାନ୍ଧ କଟା ଗଞ୍ଜି ପିନ୍ଧିକି ମାର୍କେଟରେ ବୁଲିଲା କହୁନ କାନ୍ଧ କଟା ଗଞ୍ଜି ପିନ୍ଧିକି ବୁଲିଲା ଟୋକା କହିଲେ ଭାଇ ଭାଉଜ କଣ ଆଫ୍ରିକା ଜଙ୍ଗଲକୁ କାକର ଯାକେ ବୁଲୁଛନ୍ତି ଚିନ୍ତା କର ମୋ ସ୍ତ୍ରୀ ପାଖରେ କେତେ ବାଳ ଥିଲା ତାର ଥିବାରୁ ବାଳ ବର୍ଷା ଦଉଥିଲା ପ୍ରବଳ ଜଳ ତମେ ଜାଣିନ ପରିବେଶ ସନ୍ତୁଳନ କରୁଥିଲା ତାପରେ କଣ କଲା ଜାଣିଛ ତାପରେ ଧୀରେ ଧୀରେ ଗଞ୍ଜେଇ ମିଶା ସିଗରେଟ ଟାଣି ଶେଷରେ ମୋ ସ୍ତ୍ରୀଟି ମରିଗଲା ମୋ ସ୍ତ୍ରୀ ମାନେ ମୋ ଝିଅ ମରିଗଲା ବାପାକୁ 3 ମାସ ତଳେ ଦେଖିକି ଯାଇଥିଲି ଭଲ ଥିଲା ହସୁଥିଲା ଖେଳୁଥିଲା ଖାଉଥିଲା ପିଉଥିଲା ଏମିତି ମଲା ତମ ଝିଅ ମଦ ପିଇକି ମରିଗଲା ଏ ପ୍ରତାପ ମା ନିଜ ମଦ ପିଇକିରି ମରିଗଲା ଖାଲି ମଦ ପିଉନଥିଲା ଆଜ୍ଞା ମଦ ସହିତ ବା ସିଗାରେଟ ଟାଣୁଥିଲେ ଗାଁରେ ଚାଲିଲା ମୋ ଝିଅ ସେ କଣ ସାଧାରଣ ସିଗାରେଟ ଭିତରେ ଡାଇରେକ୍ଟ ଗଞ୍ଜେଇ ପୁରେଇ ଟାଣୁଥିଲେ ସେଇଟା ତାଙ୍କ ପାଇଁ କାଳ ହେଇଗଲା ହେଇପଟେ ତାଙ୍କ ସ୍ୱାମୀ ତାଙ୍କୁ ପଚାରୁନାହାନ୍ତି ସେ କହୁଥିଲେ ତାଙ୍କ ସ୍ତ୍ରୀ କୁଆଡେ 3 ମାସ ତଳେ ମରିଗଲେ କେବଳ ଆପଣଙ୍କୁ ସମ୍ମାନ ଦେଇକି ଜଣେଇ ନଥିଲି କାରଣ ଆପଣ ଯୋଉ ଲେବୁଲ ଭଲ ପାଆନ୍ତି ଆପଣ ଝିଅ ଆପଣ ଦିନ ରାତି 24 ଘଣ୍ଟା ଏମିତି ହେଇ ଜଣେଇ ନଥିଲି ବାପା ଆଇଁଷ ପାଇ ଖାଲି ସେତିକି ବି କରେଇଦେଲେ ସବୁ ଯାକ ଅତ୍ୟାଚାରକୁ ମୋ ଝିଅ ସହିଗଲ ଶୋଇଛନ୍ତି ଆଜ୍ଞା ବହୁତ ଶୋଇଛନ୍ତି ଛାଡ଼ିଛନ୍ତି ତମ ଝିଅ କଣ କରନ୍ତି ତମ ଝିଅ ମଦ ନେଇ ଛାଡ଼ି ଘରକୁ ଆସି ଫ୍ରିଜ ଡୋର ଖୋଲି ମୁକ୍ତ କିନ୍ତୁ ବାପା ତମ ଝିଅ ଆଜି ମରିକି ସ୍ୱର୍ଗରେ ହେଲାଣି ତା ଅମର ଆତ୍ମାର ସଦ୍ଗତି ପାଇଁ ମୁଁ ସମସ୍ତଙ୍କୁ ଅନୁରୋଧ କରିବି ଗୋଟିଏ ଓଳି ନିରବ ପ୍ରାର୍ଥନା କରିବା ପାଇଁ ଓଳିଏ ନିରବ ପ୍ରାର୍ଥନା ହବ ତାର ଯୋଉ ଆତ୍ମା ସେ ସ୍ୱର୍ଗ ପ୍ରାପ୍ତି ହବ ନାହିଁ ମିନିଟିଏ 2 ମିନିଟରେ ହବନି ବୁଝିପାରୁଛ ନା କଥା କିନ୍ତୁ ଆଜି ପର୍ଯ୍ୟନ୍ତ ମୋ କନଫ୍ୟୁଜନ ବାପା ଅଛି ତମ ଝିଅ ଫ୍ରିଜ ଡୋର ଖୋଲିକି ମୋତେ କିଣିଛି ମୁଁ ତମ ଝିଅକୁ ବାହା ହେଇଥିଲି ତମ ବଡ ପୁଅକୁ ବାବୁଙ୍କ ହାତ କಡೆ ମଝିବିତି ବଜାର ସାରା ଲୋକମାନଙ୍କୁ ବାୟ କରନ୍ତି ତଥାପି ବାବୁ ଜଣକ ତାଙ୍କ ସ୍ତ୍ରୀକି କେତେ ଭଲ ପାଆନ୍ତି କିଛି କରୁନଥିଲେ କିଛି କରୁନଥିଲେ କେବଳ ଆପଣ ସମ୍ମାନ ନେଇକି ମାନେ ଆପଣ ବାପା ମୋ ବାପା ମରିଯାଇଛି ନା ଆପଣ ମୋ ବାପା କିନ୍ତୁ ମୋ ବାପା ଗଲା ହେଲା କହିଦେଇଥିଲେ କହିଲା ବାପାରେ ମୁଁ ମରିଯାଉଛି ଶ୍ୱଶୁରଙ୍କୁ ବାପା ଆସନରେ ବସେଇବି କିନ୍ତୁ ତାକୁ ମା ଘଉକା କରିବାର ସୁଯୋଗ ଦଉନି ସିଏ ଚାଲିଛି ଆପଣ କହିଲେନି ମୋ ବୋଉଟା ମୋ ବାପା ପଛେ ପଛେ ମରିଗଲା ଚାଲିଛନ୍ତି ଅଙ୍କଲ ମତେ ବଡ ଛୋଟ ପିଲା ଭଳିଆ ଜୋର ସେ କୁଣ୍ଡେଇ ତମର ପ୍ରବଳ ମାତ୍ରାରେ ବହି ଦେଇଥିବ ଲୁହ ନା ଲୁହ ମାନେ ଆଉ କହୁନାହାନ୍ତି ଲୁହ ମାନେ କହିବା କଥା
ଆମେ ତ ଯାହା ପାଇଁ କହୁଥିଲୁ ସେ ଲୋକ ନାହିଁ ଆମେ ବୋଇକି ଯାଇକି ପଡିବୁ କହୁଛି ସେ ଆସୁନାହାନ୍ତି ଖାଲି ଆଖି ପଡରେ ଜକେଇକି ରହିଯାଉଛନ୍ତି ବାବା କାନ୍ଦୁଛନ୍ତି କଥାରେ କଷ୍ଟ ହଉଛି ତମ ଶ୍ରୀ ସିନା ମରିଗଲେ ଗଲା ବେଳକୁ ଛାୟା ଖଣ୍ଡା ତ ନେଇଯାଇଛି ଏଇ ଛାୟାଖାନା ମୁଁ ଚିନ୍ତା କରୁଛି ମ୍ୟୁଜିୟମରେ ଦେଇଦେବି ଗଭର୍ଣ୍ଣମେଣ୍ଟ ମ୍ୟୁଜିୟମ ମୁଁ ଜାଣୁଛି କଥା ମୋର ବଡ ଆପଣଙ୍କ ପାଖରେ ଅଛି ହଁ। ଆପଣ ଯଦି କେବେ ସଂସାର କରିବାର ଇଚ୍ଛା ହୁଏ ତାହେଲେ ମୋ ପାଖକୁ ଆସିବେ ମୁଁ ତିଜ ଦେବି ଇଚ୍ଛା ଧୀରେ ଧୀରେ ହେଲାଣି ନା ହେଲାଣି? ଟାଇମ୍ ହେଲାଣି ଓନ କୋନ ଓ ନୋ ଓୟା ଓ ନୋ ଓୟା ଆସୁଛି ହଁ ଆयो ଭଗବାନ କଣ ଗୁଗୁଳି ଖିଆ ଝାଡ଼ା ବତ୍ୟା ପେଟ ବିନ୍ଧା କଣ କହିଲୁ ମୋ ସ୍ତ୍ରୀ ମରିଯାଇଛି ବାଟ ଦେଖାଉ ନା କଣ କଣ ହାତ ଧରି ଚାଲିଛୁ ଡାଇନୋସର ଆଇଲା ବା ଡାଇନୋସର ଆୟା କଣ ମତେ ଅନେଇ କଥା କହୁ ସେଟା କଣ ଅନେଇ କଥା କହୁ କଣ କହୁଥିଲେ ମୋ ସ୍ତ୍ରୀ ମରିଯାଇଛି ଆଉ ମୁଁ କିଏ ଠିଆ ହେଇଛି ଏକେ ଓୟା ତୋର ତୁ ପରୀକ୍ଷା ଆଉ କଣ କହୁଥିଲେ ସିଗାରେଟ ବଞ୍ଚେଇ ପଡିଛନ୍ତି ଅନାରୁ ତ ରକ୍ତ ବେରିଛି ଜାଣିଛୁ ଏ ମା ମଦ ପିଉଥିଲୁ ଦେଶୀ ନା ଦେଇକି ପଚାରିଲୁ ଦେଶୀ ନା ନା ବିଦେଶୀ ନା ନବଗଣ କି କହିଲା କି ଆମେ ଟିକେ ଆଉ କହୁଛୁ ମୁଁ ସେଇ ଭାଷା ଶୁଣୁଛି ମୁଁ କିଛି କହିନି ଆଉ କିଏ କହିଲା ଯାହା କହିଛନ୍ତି ବାପା କହିଛନ୍ତି ବାବା କହିଲେ ମୋ ଝିଅଟି ଆଜି 3 ମାସରେ ବର୍ଷ ରୋଗରେ ପଡି ମରିଯାଇଛି ମୋ ଝିଅ ବୋଲି କହି ତାକୁ ଟିକେ କୁଣ୍ଡେଇ କହିଲି ସେ ପର ଝିଅଟାକୁ ମୋରି ସାମ୍ନାରେ କୁଣ୍ଡଉଥାନ୍ତି ମୁଁ କହିଲି ବାପା ଇଏ କଣ କରୁଛ ଗୋଟେ ପର ଝିଅକୁ କୁଣ୍ଡଉଛି ମୋ କହିଲା ନା ମୋ ଝିଅ ମରିଯାଇଛି ବାପା ଛି। ଏଇ ବସରେ ଛି ଛି। ଏ ରାତି ଛୁଆ ମଦ ଚକରେ ଘୋଡ଼ା ମଦୁଆ ବାବୁ ଧିଅ ପଡି ତୋ ବାପାକୁ ତୁ ସନ୍ଦେହ କରୁଛୁ ମୁଁ ମଦୁଆ ମୁଁ ମଦୁଆ ଆଉ କଣ ମୁଁ ମଦୁଆ ହେଲେ ତମେ ରାଣ୍ଡୁଆ ତୋ ମା ଭରିଲା ତମେ କୋଉ ହିସାବରେ କୁଣ୍ଡଉଥିଲ ଜ୍ୱାଇଁ ସାମ୍ନାରେ ମାର ମତେ ମାରି ମତେ ମାରି ଦିଅ ତଥାପି ସତ କହିବାକୁ ପଛେଇବି ନାହିଁ ମାର ମତେ କଣ ଖାଇକି ମତେ ଏମିତି ବକନାଟ କରୁଛୁ ରେ କଣ ପାଇଁ ମୋ ଝିଅ ଆଗରେ ମିଛ କଥା ନ କହିଯାଉ କଣ ପାଇଁ କହିଲି କହିବି କଣ ପାଇଁ କହିବ କାହିଁକି ମିଛ କରି କହିବି କଣ ନେକ୍ସଟ ସିନରେ କହିବି